ବାଇ ମହାନ୍ତି ଆଖିରେ ଏଥରର ପ୍ରସଙ୍ଗ ମିଛ ସହ ହାତାହାତି। ହାତେଇ ଦେବା ଓ ଖୋଜିବା ସଭିଙ୍କ କପାଳରେ ନଥାଏ। ଥୋକାଏ ସାରା ଜୀବନ ଅଣ୍ଡାଳି ଅଣ୍ଡାଳି ସବୁ ପଥ ସବୁ ମତ ଶେଷ କରିଦିଅନ୍ତି ପଛେ ଥକି ଯାଆନ୍ତି ନାହିଁ। ଅନ୍ୟ ଥଳାଏ କବ୍ଜା କରିଦିଅନ୍ତି ମହାର୍ଘ ବସ୍ତୁଠାରୁ ବର୍ଜ୍ୟବସ୍ତୁ ପର୍ଯ୍ୟନ୍ତ ତାର ଉପଦେୟତା ଓ ଗ୍ରହଣୀୟତାକୁ ଭ୍ରକ୍ଷେପ ନ କରି। ପ୍ରାପ୍ତି ଅପ୍ରାପ୍ତିର ମଝି ଛକରେ ଛିଡ଼ା ହୋଇ ଶୂନ୍ୟ ଆକାଶକୁ ଚାହିଁ ରହିବା ଲୋକଙ୍କ ସଂଖ୍ୟା ମଧ୍ୟ କୌଣସି ଗୁଣରେ କମ୍ ନାହିଁ ଆମ ସାମ୍ନାରେ। କପାଳକୁ ନିନ୍ଦିବା, ବଂଶ ପରମ୍ପରାକୁ ଦୋଷ ଦେବା ଓ ଗଲା ଜନ୍ମର କଥାକୁ ଦୋହରାଇବା ଅଥବା ନିଜ ପିତାମାତାଙ୍କର ସଂସ୍କାରକୁ ପ୍ରତିଫଳ ବୋଲି ଜ୍ଞାନ କରି ଥକାଏ ନିରୋଳାରେ ବସିଯାଆନ୍ତି। କଠିନ ଶ୍ରମ ଓ ସକାରାତ୍ମକ ଭାବନା ଭଳି ସର୍ବଜନ ଗୃହୀତ ଦର୍ଶନଟି ଉପରୋକ୍ତ ବ୍ୟକ୍ତିଙ୍କ ଭାବନାକୁ କସ୍ମିନ୍ କାଳେ ଶୋଭାମଣ୍ଡିତ କରିପାରେ କି ନା ସନ୍ଦେହ। କବିତା ଲେଖିବା, ବୋଷ ଉଠାଇବାର ପ୍ରମୁଖ ଅସ୍ତ୍ର ରୂପେ ମିଛକୁ ଆପଣାର କରିବାରେ ସାମାଜିକ କର୍ମକର୍ତ୍ତାଙ୍କ ମଧ୍ୟରୁ ରାଜନୀତି କରୁଥିବା ପ୍ରାଣୀ ସର୍ବାଧିକ। ନାନାଦି ନୀତିର ଗବେଷଣା ଓ ପ୍ରୟୋଗଶାଳା ରୂପେ ରାଜନୀତିକୁ ସର୍ବଶ୍ରେଷ୍ଠ ଓ ସର୍ବମାନ୍ୟ ନୀତି ରୂପେ କେଉଁ ଅନନ୍ତ କାଳରୁ ସ୍ୱୀକାର କରାଯାଇଛି। ମିଥ୍ୟାର ସଫଳ ବିନିଯୋଗ ଓ ତଦ୍ଜନିତ ଫଳପ୍ରାପ୍ତି ସର୍ବାଧିକ ହୋଇଥିବାରୁ ଏହାର ପରିସୀମା କୌଣସି ରାଜନୀତି କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ନିର୍ଣ୍ଣୟ କରିନଥାନ୍ତି। ଆକାଶଠାରୁ ଉର୍ଦ୍ଧ୍ୱ, ସମୁଦ୍ରଠାରୁ ଗଭୀର ରହିଆସିଛି ଏ ମହାନୁଭବଙ୍କର ମିଥ୍ୟା ଚିନ୍ତନ। କୌଣସି ଅଭିଧାନରେ ନ ପାରିଲା ପଣ ଓ ନାହିଁ ଶବ୍ଦ ନଥିବାରୁ ଅନାୟାସରେ ମିଛକୁ ଭାବରେ ଓ ବସ୍ତୁରେ ଖଟେଇ ଚୌକି ଓ ପଦବୀ ସିଡ଼ିକୁ ସହଜରେ ଚଢ଼ି ଯାଇଥାନ୍ତି। ମିଛ ସହ ହାତାହାତି ହେବାର କୌଣସି ସୁଯୋଗ ଛାଡ଼ୁନଥିବା ସମାଜ ଜୀବନର ଏ ଜାତୀୟ ମଙ୍ଗଧରାଳୀଙ୍କର ଚିରକାଳ ଅବସ୍ଥା ଓ ବ୍ୟବସ୍ଥାକୁ ବଦଳାଇବାରେ ସତତ ମୁଖର। ସଂସାର ବୃକ୍ଷକୁ ମିଛ ମାୟାରୂପୀ ଅନ୍ତଃକରଣରେ ସ୍ଥାପନ କରି ଆସିଥିବା ମହାପୁରୁଷ ଏକ ନିର୍ଦ୍ଧାରିତ ସୀମା ଭିତରେ ଅବସ୍ଥାନ କରୁଥିବା ସାଧାରଣରେ ପରିଦୃଶ୍ୟ ହୋଇଥାଏ। ଅନାଦିକାଳରୁ ସୃଷ୍ଟିର ରହସ୍ୟ ପରି ଜୀବନର ସତ୍ୟ ଅନୁସନ୍ଧାନ କରୁ କରୁ ସମୟ ସରିଯାଏ। ଅସମାହିତ ଅପୂର୍ଣ୍ଣାଙ୍ଗ ରହେ ରହସ୍ୟ। ବର୍ଣ୍ଣବିଭା ଓ ଅପୁରାନ୍ତ ଐଶ୍ୱର୍ଯ୍ୟମୟ ସଂସାରକୁ ମିଛର ଏକ ସାଧାରଣ ଇସ୍ତାହାର ବୋଲି ବର୍ଣ୍ଣନାକାରୀଙ୍କ ସହିତ ହାତାହାତି ବାର ନଜିର ନାହିଁ। ବାଇ ମହାନ୍ତି ଅନେକ ନିର୍ଜନ ମୁହୂର୍ତ୍ତରେ ଇଚ୍ଛା କରନ୍ତି ଥରୁଟିଏ ଏ ଦର୍ଶନ ସହିତ ହାତାହାତି ହୁଅନ୍ତା କି? ହୁଏତ ସଂଗୋପିତ ରହସ୍ୟମୟ ଦୁନିଆର ସର୍ବଜନ ଗୃହୀତ ବ୍ୟବସ୍ଥାଟି ଖୋଲିଯାଆନ୍ତା। ମାତ୍ର ସମ୍ଭବ ହୁଏ ନା। ନିର୍ଦ୍ଧାରିତ ସୀମା ଭିତରେ ଥାଇ ହାତାହାତି ହେବାର ସୂକ୍ଷ୍ମ କଳ୍ପନାଟି ସ୍ୱପ୍ନ ଭିତରେ ହିଁ ରହିଯାଏ। ପ୍ରତି ମୁହୂର୍ତ୍ତରେ ମିଛର ସୀମା ଲଙ୍ଘନ କରୁଥିବା ଅସହାୟ କଳାକାରଟିଏ ହାତାହାତି ହେବାର ଦିବା ସ୍ୱପ୍ନଟିଏ ସୁଦ୍ଧା ଦେଖିପାରେ ନା। ଭାବ ଓ ଦୃଶ୍ୟସଜ୍ଜାକୁ ଆପଣେଇଥିବା ଏ ମଣିଷଟି କେବଳ ସାମ୍ନାକୁ ଦେଖେ। ଆଖି ସାମ୍ନାର ଇଚ୍ଛା ଅନିଚ୍ଛା ଅପହଞ୍ଚମାନଙ୍କୁ ନିକଟତର କରାଇ ମନ ପ୍ରାଣ ହୃଦୟକୁ ବିବିଧ ତରଙ୍ଗ ସହିତ ପ୍ରବାହିତ କରିନିଏ। ତାର ଏକମାତ୍ର ଅଙ୍ଗୀକାର ସାମ୍ନାକୁ ଆନନ୍ଦମୟ କରି ଭୌତିକ ଚେତନାରୁ ଊର୍ଦ୍ଧ୍ୱକୁ ନେଇଯିବା। ମିଥ୍ୟା ପ୍ରତିବେଦନ ତା ପାଇଁ ଏକ ଗୌଣ ବସ୍ତୁ। ଖୋଲା ପଡ଼ିଆରେ ମୁକ୍ତ ବିଚରଣକାରୀ କୌଣସି ସ୍ଥିତିରେ କୌଣସି ଅବସ୍ଥାରେ ମିଛକୁ ପାଥେୟ କରି ଦରିଆ ପରି ହୋଇଯାଇଥାଏ। କ୍ଷଣକୁ କ୍ଷଣ ହାତାହାତି ହୋଇ ଲହୁଲୁହାଣ ହେବା ପରେ ସୁଦ୍ଧା ନିଜ ମୁଣ୍ଡରେ ମିଛର କାବ୍ୟ କବିତା ପୂର୍ଣ୍ଣ କରି ରଖିଥାଏ। ଖୋଇ ପେଇ ପରାଙ୍ଗ ପୃଷ୍ଠ କରିବାରେ ତାଦୃଶ ଭୂମିକାକୁ କୌଣସି ଯୁଗ ସ୍ୱୀକାର କରିନାହିଁ। ଥୋଡ଼ାଏ ଦାବି କରନ୍ତି, ଆମର ଅର୍ଥନୀତି ଦୃଢ଼ ହୋଇଛି, ଅର୍ଥ ସାମ୍ରାଜ୍ୟ ବିସ୍ତାର ଲାଭ କରିଛି ଏବଂ ରାଷ୍ଟ୍ରୀୟ କୋଷାଗାର ଗଚ୍ଛିତ ଅର୍ଥରେ ଉଛୁଳି ପଡ଼ିଛି। ମିଛର ସୀମା ଲଙ୍ଘନ ଓ ସାଲିସ ମନୋଭାବ ଯୋଗୁଁ ନିନ୍ଦୁକ ପ୍ରାଣୀ ଏହାକୁ ବିବଦମାନ ରୂପେ ଚିତ୍ରିତ କରୁଥିଲେ ସୁଦ୍ଧା ଏହା ସାର୍ବଜନୀନ ଗ୍ରହଣୀୟତାର ଅପେକ୍ଷା ରଖେ। ଆମ ଗ୍ରହର ଅଧିବାସୀମାନଙ୍କ ମଧ୍ୟରୁ ବହୁଳ ଭାଗ ବ୍ୟବସ୍ଥାର ଠିକଣା ଅଙ୍ଗକୁ ପ୍ରତ୍ୟକ୍ଷ କରିପାରୁଛନ୍ତି ସତ, ନିଜ ଚାରିପାଖରେ ବେଢ଼ି ରହିଥିବା ସୀମାକୁ ପରଖି ପାରୁନାହାନ୍ତି। ନିଜକୁ ନିରାପଦ ଓ ଦୁର୍ଘଟଣାମୁକ୍ତ ରଖିବା ପାଇଁ ଚିରକାଳ ସୀମା ଭିତରେ ହିଁ ରହିଥାନ୍ତି। ଅନ୍ୟ ଅନେକ ଖଞ୍ଜତୁଲ୍ୟ ମିଛ କାହାଣୀ ଓ ମିଛ ପ୍ରଯୋଜନାକୁ ବିଶେଷ ଧ୍ୟାନ ନ ଦେଇ ବହୁ ଦୂରରୁ ବିଭାଜନ ରେଖାଟିଏ ଟାଣି ଦିଅନ୍ତି। ସ୍ପର୍ଶ କରିବା ତ ଦୂରର କଥା, ଯଦି କୌଣସି କାରଣବଶତଃ ସୀମାଲଙ୍ଘନ ହୋଇଯାଏ ତୁରନ୍ତ ପୂର୍ବ ସ୍ଥାନକୁ ଫେରିଆସି ପୂଜାର୍ଚ୍ଚନା, ମନସ୍ତାପ ଓ ପଶ୍ଚାତାପ ଭିତରେ ବୁଡ଼େଇ ରଖିବାକୁ ଶ୍ରେୟ ମଣନ୍ତି। ଏ ଦୃଶ୍ୟ ଦେଖି ବାଇ ମହାନ୍ତିଙ୍କ ଆଖିରେ ଲୁହ ଜକେଇ ଆସେ। ଆପାତତଃ ସମାଧାନ ଓ ସଂସ୍ଥାପନାର ସୁଯୋଗ ନଥିବାରୁ ସେ ଦୋଦୁଲ୍ୟମାନ ହୋଇ କହି ଉଠନ୍ତି, ଭୋ ପ୍ରାଣୀଏ, କୌଣସି ସମ୍ଭାବନା ପାଇଁ ମିଛ କୁହ, ମିଛ ପିନ୍ଧ,
ମିଛକୁ ଶ୍ୱାସ ପ୍ରଶ୍ୱାସରେ ନିଅ ପଛେ, ସମୟ ମିଳିଲେ ତା ସହିତ ହାତାହାତି ହୁଅ, ଲହୋଲୁହାଣ କର, ମାତ୍ର ସୀମା ଲଙ୍ଘନ କର ନାହିଁ। ପରିସୀମା ଭିତରେ କାଙ୍କୁରି କୁଙ୍କୁରି ସମାଜ ଜୀବନ ପାଇଁ କିଛି ନୂଆ କଥାଗୁଟି କଲେ ସିନା ଏ ମହାର୍ଘ ବସ୍ତୁଟି ସଫଳ ବିନିଯୋଗ ହୋଇପାରିଛି ବୋଲି କୁହାଯିବ।